नमस्कार ओडिशावासी शुभ सकाळ आज रही देश विदेश राज्यर 20टी गुरुत्वपूर्ण खबरटी देखा पूर्व आपंकर भल पाइबा स्वरूप भिडियोटी गोटे लाइक करी कमेंट रे आपण जिला ना लिखिदेवे जहाँफल प्रत्येक दिन आप जिलार खबर पाइपर तेज कौन रही आज खबर चलता नजर पकाइबा राज्य सरकारଙ୍କର ବଡ଼ ନିଷ୍ପତ୍ତି ବଦଳିଲା ଅଙ୍ଗନବାଡି ଆସିବା ସମୟ ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ମାର୍ଚ୍ଚ ଅଧାରୁ ତାତି ଏମିତି ବଢିଲାଣି ଯେ ସ୍ଥିତି ଅସମ୍ଭାଳ ଆଗକୁ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି ଏହାରି ମଧ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ବଦଳିଛି ଅଙ୍ଗନବାଡି ସମୟ ତା ସହିତ ସ୍କୁଲ ସମୟ ମଧ୍ୟ ବଢିଛି ବୋଲି କୁହାଯାଉଛି ଅଙ୍ଗନବାଡିର ସମୟ ହେଲା ସକାଳ 7ରୁ 9ଟା ପର୍ଯ୍ୟନ୍ତ କରିଛି ବୋଲି କୁହାଯାଉଛି ଏନେ ଟ୍ୱିଟ୍ କରି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତା ସହିତ ମଧ୍ୟ ସ୍କୁଲ ମାନଙ୍କର ନିୟମ ମଧ୍ୟ ବଦଳିଛି ବୋଲି ଏପଟେ ସୂଚନା ମଧ୍ୟ ମିଳିଛି କ୍ୟାପିଟାଲ ହସ୍ପିଟାଲରେ ଅବ୍ୟବସ୍ଥା ବାରଣ୍ଡାରେ ପ୍ରସୂତି କର୍ମଚାରୀଙ୍କ ଦୁର୍ବ୍ୟବହାର ବଢୁଛି ତେବେ ଭୁବନେଶ୍ୱରରେ ଏବେ କ୍ୟାପିଟାଲ ହସ୍ପିଟାଲରେ କର୍ମଚାରୀଙ୍କର ଦୁର୍ବ୍ୟବହାର ବଢୁଛି ବୋଲି ବାରମ୍ବାର ଅଭିଯୋଗ ଆସୁଛି ଶିଶୁ ବିଭାଗରେ ଏନସିସିୟୁରେ ଦିନକୁ ଦିନ ଅବ୍ୟବସ୍ଥା ବଢିବାରେ ଲାଗିଛି ଗୋଟିଏ ଲାଇଟ୍ ତଳେ ଦୁଇଟି ନାବାଳକ ଶିଶୁ ଚିକିତ୍ସା କରାଯାଉଛି ଯାହା ଫଳରେ ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣ ବଢିବା ଆଶଙ୍କା ମଧ୍ୟ ଦେଖାଉଛି ଆବଶ୍ୟକ ସଂଖ୍ୟକ ଶଯ୍ୟା ନଥିବାରୁ ପ୍ରସୂତି ମାନେ ତଳେ ଗଡୁଛନ୍ତି ଏପଟେ କାର୍ଯ୍ୟରତ ନର୍ସିଂ ଷ୍ଟାଫ ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ମଧ୍ୟ ଆସିଛି ଯାହା ଫଳରେ ଡାକ୍ତରଠୁ ଆରମ୍ଭ କରି ନର୍ସ ପର୍ଯ୍ୟନ୍ତ କିଛି ମାନୁନାହାନ୍ତି ତେଣୁ ଏନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା ଯାହା ଫଳରେ ସରକାର ଏ ଉପରେ ମଧ୍ୟ ଆଲୋଚନା କରିବା ଦରକାର ଏବଂ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କିଛି ଅପିଲ ମଧ୍ୟ କରିଛନ୍ତି ମନ୍ଦିରରେ ଲାଗିବ ଆର୍ଥିଂ ଆରେଷ୍ଟର ରୁକୁଣା ରଥଯାତ୍ରା ପୂର୍ବରୁ କାମ ସରିବ ତେବେ ଲିଙ୍ଗରାଜ ଦଧି ନୌତି ଉପରେ ବନ୍ଧା ହେଲା ବ୍ୟାରିକେଡ୍ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ବା ଏସ୍ଆଇ ପକ୍ଷରୁ ପୂର୍ବାତନ ଶୈଳୀରେ ଲିଙ୍ଗରାଜ ମନ୍ଦିରର ଆର୍ଥିଂ ବ୍ୟବସ୍ଥା କରାଯିବ ତେବେ କୁହାଯାଉଛି ରୁକୁଣା ରଥଯାତ୍ରା ପୂର୍ବରୁ ଆର୍ଥିଂ ଆରେଷ୍ଟର କାମ ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖିଛି ବୋଲି କୁହାଯାଉଛି ଲିଙ୍ଗରାଜ ମନ୍ଦିରର ସାହାଣା ମେଲା ଦର୍ଶନ ବେଳେ କୌଣସି ପୂଜା କାର୍ଯ୍ୟ ହେଉନଥିବା ବେଳେ ଏହି କାମ କରାଯିବ ମନ୍ଦିରର ଏସ୍ଆଇ ପୂର୍ବରୁ ଜଗମୋହନ ଆର୍ଥିଂ ଆରେଷ୍ଟର ଲଗାଯାଇଥିଲା ତେବେ ଏନେଇ ଏସ୍ଆଇ ଭୁବନେଶ୍ୱର ସଂଗ୍ରାଧିକ କୁହନ୍ତି ଯେ ଲିଙ୍ଗରାଜ ମନ୍ଦିର ପୁରାତନ ସାଇଜ ପଦ୍ଧତିରେ ଗୋଟିଏ ତମ୍ବା ବାଡରେ 3ଟି କଣ୍ଟା ପରି ବାହାରିଥିବା ପଦ୍ଧତିରେ ଲଗାଯିବ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା 7 ବିଭାଗରେ 10 ପ୍ରସ୍ତାବ ଉପରେ ମୋହର ବାଜିଛି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ଗୃହରେ ସୂଚନା ଦେଇଛନ୍ତି ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ଏଥିରେ ରାଜ୍ୟରେ 3,46,00,000 ଉପକୃତ ହେବେ 70 ବର୍ଷରୁ ଉର୍ଦ୍ଧ୍ୱ ଲାଗି ଆୟୁଷ୍ମାନ ବ୍ୟୟ ବନ୍ଦନା ମଞ୍ଜୁରୀ ମଧ୍ୟ ମିଳିଛି ଆୟୁଷ୍ମାନ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିତ ଭାବେ କାର୍ଯ୍ୟକାରୀ ହେବ ଦେଶର 29,000 ମେଡିକାଲ ମିଳିବ ଚିକିତ୍ସା ସୁବିଧା ପୂର୍ବରୁ 900 ହସ୍ପିଟାଲ ମିଳୁଥିଲା ସୁବିଧା ଆୟୁଷ୍ମାନ ବୟ ବନ୍ଦନା ଯୋଜନାରେ ବୟସ୍କଙ୍କୁ ମିଳିବ ଚିକିତ୍ସା ସୁବିଧା 70 ବର୍ଷ ତାଠାରୁ ଅଧିକ ବୟସର ବ୍ୟକ୍ତିକି ଚିକିତ୍ସା ମିଳିବ ଏପ୍ରିଲ 1ରୁ ରାଜ୍ୟରେ ଆୟୁଷ୍ମାନ କାର୍ଡ ଭାରତରେ ଲାଗୁ ହେବ ତେବେ ତା ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ସମ୍ପୃକ୍ତ ଯୋଜନାର ଶୁଭାରମ୍ଭ ମଧ୍ୟ ହେବ ଯୋଜନାରେ ଉପକୃତ ହେବେ ରାଜ୍ୟରେ ପାଖାପାଖି 1,03,00,000 ଅଧିକରୁ ପରିବାର ତେବେ କୁହାଯାଉଛି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ 67,80,000 ପରିବାର ଉପକୃତ ହେବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ 35,84,000 ଅଧିକ ପରିବାର ମଧ୍ୟ ଉପକୃତ ହେବେ ବ୍ୟକ୍ତିଗତ ଭାବେ ପାଖାପାଖି କୁହାଯାଉଛି ଯେ 3.5 କୋଟିରୁ ଅଧିକ ଲୋକ ଲାଭ ପାଇବେ ବୋଲି ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ଘୋଷଣା କରିଛନ୍ତି ଉପରେ ଚଢାଉ ତମାଖୁ ଧୂମପାନ ସାମଗ୍ରୀ ଜବତ ସହରରେ ଚାଲିଥିବା ବେଆଇନ ହୁକା ବାର ଉପରେ ଏକାଧିକ ଚଢାଉ କରି ହୁକା ପାତ୍ର ତମାଖୁ ଉତ୍ପାଦ ଅନ୍ୟାନ୍ୟ ଧୂମପାନ ସାମଗ୍ରୀ ଜବତ କରିଛି ପୋଲିସ ସିଗାରେଟ ଅନ୍ୟାନ୍ୟ ତମାଖୁ ଉତ୍ପାଦନ ମଧ୍ୟ ବନ୍ଦ କରିଛି କୌଣସି ପ୍ରକାର ସହରରେ ଏଥର ହୁକା ବାର ଚାଲିବ ନାହିଁ ନାବାଳକକୁ ହୁକା ଯୋଗାଣ ସମ୍ପର୍କରେ ସଚେତନତା ଅଭିଭାବକ ନାଗରିକଙ୍କ ଦ୍ୱାରା କରାଯାଇଥିବା ବେଳେ ଅନେକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଗୁରୁବାର ଦିନ ଏକକାଳୀନ ଚଢାଉ କରିଥିଲା ଏହି ଅଭିଯାନରେ ଅଧିକ ନାବାଳକ କଲେଜ ପିଲା ଥିଲେ ତେବେ ତାଙ୍କ ଉପରେ ମଧ୍ୟ ଭବିଷ୍ୟତ ଉପରେ ପ୍ରଭାବ ପଡୁଛି ଏହି ଚଢାଉ ବେଳେ ସାରା ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ଚାଲୁଥିବା ହୁକା ବାର ଉପରେ କଟକଣା କରାଯାଇଥିଲା ପ୍ରତିଷ୍ଠାନରେ ଅନେକ ନାବାଳକ ହୁକା ଧୂମପାନ କରୁଥିବାର ଜଣାପଡିଥିଲା ଅଧିକ ଯାଞ୍ଚ ପରେ ପୋଲିସର ହୁକାରେ ବ୍ୟବହୃତ ନିଷିଦ୍ଧ ତମାଖୁ ଉତ୍ପାଦ ଏବଂ କୋଇଲା ସମେତ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ଆବିଷ୍କାର କରିଥିଲା ରେଷ୍ଟୁରାଣ୍ଟ ମାଲିକମାନେ ହୁକା ବାର ପରିଚାଳନା କିମ୍ବା ସାର୍ବଜନୀନ ସ୍ଥାନରେ ତମାଖୁ ଉତ୍ପାଦନ ବିକ୍ରୟ କରିବା ପାଇଁ କୌଣସି ବୈଧ ଅନୁମତି ବା ଲାଇସେନ୍ସ ପ୍ରଦାନ କରିନଥିଲେ କର୍ତ୍ତୃପକ୍ଷ କହିଛନ୍ତି ଯେ ତମାଖୁ ଉତ୍ପାଦନରେ ସ୍ୱାଦ ନିଶା ସ୍ତର ବୃଦ୍ଧି କରିବା ପାଇଁ କ୍ଷତିକାରକ ରାସାୟନିକ ପଦାର୍ଥ ମିଶାଇଥାଏ ଏହି ପଦାର୍ଥ ଗୁଡିକ କର୍କଟ ଫୁସଫୁସ ରୋଗ ସହିତ ଅନେକ ବିଭିନ୍ନ ରୋଗ ସୃଷ୍ଟି କରେ ବୋଲି କୁହାଯାଉଛି ଯାହା ଫଳରେ ଏବେ ତାକୁ ପୋଲିସ ଚଢାଉ କରିଛି ପହିଲା ଠାରୁ ବଦଳି ଯିବ 6ଟି ନିୟମ ତେବେ 1 ଫେବୃଆରୀ 2025-26ରେ
କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ମଧ୍ୟବିତ୍ତ ପାଇଁ ଆୟକର ବଡ଼ ରିହାତି ମଧ୍ୟ ଘୋଷଣା କରିଥିଲେ, ଯାହା 1 ଏପ୍ରିଲ 2025ରୁ ଲାଗୁ ହେବ ବୋଲି କୁହାଯାଉଛି। ବରିଷ୍ଠ ନାଗରିକ ଘର ମାଲିକ ପାଇଁ ବଡ଼ ଆଶ୍ୱସ୍ତି ମଧ୍ୟ ମିଳିବ। ବିଦେଶୀ କାରବାର ଉପରେ ଟିସିଏସ୍ ସୀମା ବୃଦ୍ଧି ହେବ। ଶିକ୍ଷା ଋଣ ଉପରେ ଟିଡିଏସ୍ ହଟାଇ ଦିଆଯାଇଛି। ତାପରେ ସହିତ ମଧ୍ୟ ଏଲପିଜି ମୂଲ୍ୟ ମଧ୍ୟ କମିବ। ଏଟିଜି ସିଏନଜି ମୂଲ୍ୟ ମଧ୍ୟ ଏଥର ବଢିବ ବୋଲି କୁହାଯାଉଛି। ତା ସହିତ ଡେବିଟ୍ କାର୍ଡରେ କିଛିଟା ନିୟମ ଆସୁଛି ଏବଂ କ୍ରେଡିଟ୍ କାର୍ଡରେ ନିୟମ, ତା ସହିତ ମଧ୍ୟ ସୁନା ଦର 1 ଲକ୍ଷ ଟପିବ ଏବଂ ଏଥର ମଧ୍ୟ କୁହାଯାଉଛି ଯେ ମହିଳାକୁ ମିଳିବ 2500 ଟଙ୍କା ସହିତ 2ଟି ସିଲିଣ୍ଡର ମାଗଣା। ତେବେ ଏ ନେଇକି ଏପ୍ରିଲ 1ରେ ଏସବୁ ନୂଆ ନିୟମ ଲାଗିବ। ଷ୍ଟେଟ ବ୍ୟାଙ୍କରେ ନୂଆ ଲୋନ ଏବଂ ଯୋଉମାନେ ଏଫଡି ମାରୁଛନ୍ତି ତାଙ୍କର ମଧ୍ୟ ଅଧିକ ପରସେଣ୍ଟ ଏମିତି କିଛି ରହିଛି। ଅମିତ ଶାହଙ୍କର ବଡ଼ ପ୍ରତିଶ୍ରୁତି। ତେବେ ଶୁକ୍ରବାର ଦିନ ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ କାର୍ଯ୍ୟକାରିତା ବିଷୟରେ ଆଲୋଚନା ହୋଇଛି। ଏହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ମାର୍ଚ୍ଚ 31 ତାରିଖ 2026 ସୁଦ୍ଧା ଦେଶକୁ ନକ୍ସଲବାଦ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ ଦେଶରେ କିଭଳି କାମ ହୋଇଛି ତାହା ସ୍ୱାଧୀନତା ପରଠାରୁ ହୋଇନାହିଁ। ଗୋଟିଏ ସମୟରେ ତାଙ୍କୁ ଲାଲ ଚୌକିରେ ତିରଙ୍ଗା ଉତ୍ତୋଳନ କରିବାକୁ ଅନୁମତି ନଥିଲା, କିନ୍ତୁ ଭାଜପା ସରକାର କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ଲାଲ ଚୌକରେ ତିରଙ୍ଗା ଉତ୍ତୋଳନ କରାଯାଏ। କାଶ୍ମୀରରେ ଧାରା 370 ହଟାଇବା ପରେ ଭୋଟ ବ୍ୟାଙ୍କ ନୁହେଁ ବରଂ ଦେଶର ସୁରକ୍ଷା ଏକତା ନିଆଯାଇଛି। ମୋଦି ସରକାର କାଶ୍ମୀରକୁ ଭାରତର ଅବିଚ୍ଛେଦ ଅଙ୍ଗ କରିବା ପାଇଁ ଧାର୍ଯ୍ୟ କରିଛନ୍ତି। ତେବେ କୁହାଯାଉଛି ଯେ ଏଥର ଦୁର୍ନୀତି ମୁକ୍ତ ହେବ ଅଞ୍ଚଳ। ଏଥର ମଧ୍ୟ କୁହାଯାଉଛି ଯେ ନକ୍ସଲ ହେବ ନାହିଁ, ନକ୍ସଲ ହଟାଇ ଦିଆଯିବ, ନକ୍ସଲବାଦ ମୁକ୍ତ ହେବ ବୋଲି ଏପଟେ ଅମିତ ଶାହ କହିଛନ୍ତି। ବୈଶାଖୀ ପ୍ରଭାବରେ ଆସନ୍ତା କାଲିଠୁ 4 ଦିନ ପ୍ରବଳ ବର୍ଷା ହେବ। 30ଟି ଜିଲ୍ଲାକୁ ବଜ୍ରପାତ ସହିତ ପବନ ବହ ବୋଲି କୁହାଯାଇଛି। ଏନେଇ ସତର୍କ କରାଇଲା ପାଣିପାଗ ବିଭାଗ। 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। 12 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେପରି ରାଜ୍ୟରେ କିଛି କିଛି ସ୍ଥାନରେ 40ରୁ 50 କିଲୋମିଟର ପବନ ବହିବା ସହିତ କୁଆପଥର ବର୍ଷା ହୋଇଛି। ତେବେ କୁହାଯାଉଛି ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ହୋଇଛି। ତା ସହିତ ମଧ୍ୟ 24 ତାରିଖ ପାଇଁ 5ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମମତା ବାନାର୍ଜୀଙ୍କର ଏଭଳି ବୟାନ ଦେଖି ସମସ୍ତେ ମଧ୍ୟ ଉତ୍ସାହ ହୋଇଛନ୍ତି, ସମସ୍ତେ ମଧ୍ୟ ଖୁସି ହୋଇଛନ୍ତି, ସପୋର୍ଟ ମଧ୍ୟ କରିଛନ୍ତି କିଛି ବିରୋଧୀ ଦଳ। ସୁନିତାଙ୍କୁ ମିଳୁ ଭାରତ ରତ୍ନ। ଏକାଧିକ ଚେଷ୍ଟା ପରେ 9 ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲିୟମର। ତେବେ ଅନ୍ୟ ଦୁଇ ମହାକାଶଚାରୀ ଆଲେକ୍ଜାଣ୍ଡର ଏବଂ ନିକ୍ ହେଗ୍ ବୋଲି କୁହାଯାଉଛି। ସୁନିତା ପୃଥିବୀକୁ ଫେରିବା ପରେ ପ୍ରଧାନମନ୍ତ୍ରୀଠୁ ଆରମ୍ଭ କରି ରାଷ୍ଟ୍ରପତି ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି। ସୁନିତା ଯେହେତୁ ଭାରତର ବଂଶୋଦ୍ଭବ ଥିଲେ, ତେଣୁ ସୁନିତାକୁ ମିଳୁ ଭାରତ ରତ୍ନ ବୋଲି ଏପଟେ ଦିଦି କହିଛନ୍ତି। ଆଉ ଏହାରି ଭିତରେ ମମତା ବାନାର୍ଜୀ ମଧ୍ୟ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ଭାରତ ରତ୍ନ ମଧ୍ୟ ଦାବି କରିଛନ୍ତି, ଯାହା ସମସ୍ତେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି, ଖୁସି ମଧ୍ୟ ହେଉଛନ୍ତି। ତେବେ ଏ ନେଇକି ମଧ୍ୟ ପ୍ରକୃତରେ ତାଙ୍କୁ ଭାରତ ରତ୍ନ ମିଳିବା ଦରକାର ବୋଲି କିଛି ଲୋକମାନେ ମଧ୍ୟ କହିଛନ୍ତି। ବାଲିଯାତ୍ରାକୁ ମିଳିବ ଏଥର ଜାତୀୟ ମାନ୍ୟତା ବା ଐତିହ୍ୟ ମାନ୍ୟତା ବୋଲି କୁହାଯାଉଛି। ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଲିଖିତ ଉତ୍ତରରେ କହିଛନ୍ତି ବାଲିଯାତ୍ରା ସମ୍ବନ୍ଧରେ ଜ୍ଞାନ ଥିବା ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରାଯାଇଛି। ନୌ ବାଣିଜ୍ୟ ଇତିହାସ ବାଲିଯାତ୍ରା ଉପରେ ତଥ୍ୟ ସଂଗ୍ରହ କରାଯାଇଛି। ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରି ୟୁନେସ୍କୋର ଉପସ୍ଥାପନ କରାଯିବ। କଟକ ଐତିହାସିକ ବାଲିଯାତ୍ରାକୁ ମିଳି ସାରିଛି ଜାତୀୟ ମାନ୍ୟତା। ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏସିଆ ମହାଦେଶରେ ସବୁଠାରୁ ବଡ଼ ବାଣିଜ୍ୟିକ ଯାତ୍ରା ହେଉଛି ବାଲିଯାତ୍ରା। ପ୍ରତିବର୍ଷ କଟକରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଲକ୍ଷ ଲକ୍ଷ ଲୋକ ଯାତ୍ରା ଦେଖିବା ପାଇଁ ଭିଡ଼ ଜମାନ୍ତି। ରାଜ୍ୟ ପର୍ଯ୍ୟଟନ ସଂସ୍କୃତି ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାର ଆୟୋଜନ କରାଯାଏ। 2024-25ରେ ନଭେମ୍ବର 15ରୁ 22 ତାରିଖ ମଧ୍ୟରେ ବାଲିଯାତ୍ରା ହାୟ ହାଲୋ କହି ବିବାଦରେ ମୁଖ୍ୟମନ୍ତ୍ରୀ। ଜାତୀୟ ସଙ୍ଗୀତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ହାୟ ହାଲୋ ଏବଂ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ଷ୍ଟେଜ ଉପରେ ଛିଡ଼ା ନ ହୋଇ ହାୟ ହାଲୋ କହିବା ସହିତ ପାଗଳ ଭଳି ଆଚରଣ କରୁଥିଲେ ମୁଖ୍ୟମନ୍ତ୍ରୀ, ଯାହାକୁ ଏବେ ବିବାଦ ପଛରେ ଫସିଛନ୍ତି। ଆଉ ତାଙ୍କର ଏହି କାର୍ଯ୍ୟ ବିରୋଧୀ ଚାତକ ପରି ବସି ଚାହିଁଥିଲେ। କାର୍ଯ୍ୟକ୍ରମ ସରୁ ସରୁ ଆଟାକ୍ କରିବା ଆରମ୍ଭ କରିଥିଲେ। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଆଳାପକୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏଭଳି ଆଚରଣ ନୁହେଁ। ପୂର୍ବରୁ ଆପଣମାନେ ଭାଇରାଲ ହେଇ ଦେଖିଥିବେ, ଯେଉଁଥିରେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ହଠାତ୍ ତାଙ୍କ ହାତକୁ ଧରି ପାପୁଲିରେ ଗୋଟେ ଟୋଗାଡ ଦେଖିଥିଲେ। ତେବେ କୁହାଯାଉଛି ଯେ ଏମାନେ କଣ କହିବାକୁ ଚାହୁଁଛନ୍ତି। ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ପାଟନାରେ ଏହି କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ନୀତିଶ କୁମାର ହସୁଥିବାର ଦେଖାଯାଇଥିଲା। ଖାଲି ସେତିକି ନୁହେଁ, ଜାତୀୟ ସଙ୍ଗୀତ ସମୟରେ ନୀତିଶ କୁମାର ଷ୍ଟେଜ ଉପରେ ହାୟ ହାଲୋ ମଧ୍ୟ କହୁଥିଲେ। କିଛି ସମୟ ପରେ ମୁଖ୍ୟ ସଚିବ ପରିବେଶ, ଜଙ୍ଗଲ, ଜଳବାୟୁ ପରିବହନ ବିଭାଗ ଦୀପକ କୁମାରଙ୍କୁ ମଧ୍ୟ ଠାରିକି ମଧ୍ୟ କହୁଥିଲେ। ଦୀପକ ମଧ୍ୟ ନୀତିଶକୁ ଏହି କାର୍ଯ୍ୟକ୍ରମରେ ଅସହ୍ୟ ହୋଇ ପଡିଥିଲେ। ମୁଖ୍ୟମନ୍ତ୍ରୀ ବାରମ୍ବାର ସଚିବ ଦେହରେ ହାତ ମାରୁଥିଲେ। ସଚିବ ଦୀପକ କୁମାର ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ ସିଧା ଛିଡ଼ା ହୁଅନ୍ତୁ ବୋଲି ନୀତିଶକୁ ଶୁଣିଥିଲେ। ଜାତୀୟ ସଙ୍ଗୀତ ଗାନ ବେଳେ ମୁଖ୍ୟମନ୍ତ୍ରୀ ଏଭଳି ଆଚରଣ ନା ପସନ୍ଦ କରିଛନ୍ତି ସାଧାରଣ ଲୋକ ଏବଂ ବିରୋଧୀ ଲୋକ। ତେବେ ନୀତିଶ
नीतीश मानसिक अवस्था को बारंबार टार्गेट कर उपमुख्यमंत्री तेजस्वी यादव एवं मुख्यमंत्री एभली आलोक समस्ते आश्चर्य होउछन्ति एवं समस्त विरोधी दल नेता चातक पर चाहिए क्षमा मागुछन्ति 25 रे बंद रहिबनी बैंक पूर्व परि कार्य चालू रहिबो धर्मघट स्थगित 2 दिनिया बैंक धर्मघट स्थगित कला यूएफबीयू सीएलएस सहित आलोचना पर धर्मघट स्थगित 9 दफा दाबी नै धर्मघट डाकरा देथिला यूएफबीयू बैंक यूनियन गुडिक नियमित नियुक्ति चुक्ति भित्तिक कर्मचारी स्थायी नियुक्ति बैंकिंग क्षेत्र में 5 दिनिया कार्य सप्ताह भली दाबी करुथिले तेबे इंडियन बैंक एसोसिएशन सहित एबे आलोचना विफल हेबा पर एभली निष्पत्ति नियैतिला अपर पक्षरे धर्मघट जारी रुहे तेबे सारा देश रे बैंक सेवा प्रभावित हेउ बोली कुआ जायतिला तेबे चेक क्लियरेंस नगद कारोबार अन्य बैंक कार्य रे विलंबित होई पारे बोली आकलन कराउची तेणु मार्च 22 23 यथाक्रमे शनिवार रविवार पड़ुची एही दुई दिन आंदोलन डाकर दैछन्ति कर्मचारी तेबे एही भली मध्ये 4 दिन बैंक बंद रहितांता एही भली चिंता दूर होईची 24 25 हेबाक थवा धर्मघट स्थगित को निलंबित बाचस्पति यूटी खादारे शुक्रवार दिन 18 जन बीजेपी विधायक अनुशासनहीनता 6 मास निलंबित करिसंती बीजेपी सदस्य माने विधानसभा कार्य बाधा सृष्टि करुवा अभियोग कार्यानुष्ठान ग्रहण कराइथिला अभियोग अनुसार सेमाने बाचस्पति को निर्देश को अवमान करथिले असम्मानजनक मध्ये भाव आचरण करथिले निलंबित विधायक मानक बाचस्पति पोडियम ऊपर चढ़िबा बाचस्पति ऊपर कागज फेंगिबा एवं गृहर मध्य भागर प्रतिवाद करथवा देखाइथिला मार्शल माने विधायक विधानसभा बाहर कर दिथिले एपटे मध्ये ओडिसा रे मध्ये विधायक माने किबळी बाचस्पति को ऊपर पोडियम ऊपर चढ़ी पकाउचंती एवं किछि पेंकाली झांझ बजाउचंती जा फल तांको मध्ये 7 दिन पय कि एथर कुछ गृह को न आसिया पय मध्ये कहैतिला गृह को मुलतवी मध्ये रखाइतिला किंतु एठी देखिबा को मिलिछि 18 विधायक को निलंबित कराइछि 6 मास पर्यंत से पुनी भी कर्नाटक विधानसभा रे आपण यूपीआई व्यवहार करूचंती कि सब समय ऑनलाइन ट्रांजैक्शन करूचंती किंतु जानि नियंतु एप्रिल 1 रु निर्दिष्ट फोन रे बंद होई जबो यूपीआई सेवा जदि आपनकर दुईटी सिम अछि गोटे यूपीआई एक्टिव अछि किंतु नंबर चालू नाही आपनकर यूपीआई कटि जिवो आपण फोन पे गूगल पे कोनोसी ट्रांजैक्शन करि परिबे नाही जे कोनोसी बैंक रे आपण नंबर अछि नंबर चालुची ताहार आपण यूपीआई एक्टिवेट करि परिबे फोन पे गूगल पे खोलि परिबे जे कोनोसी ऐप खोलि परिबे ट्रांजैक्शन मध्ये करि परिबे किंतु बंद पडिथिबा नंबर रे आपण थरे जदि खोलचंती बारंबार यूज करिवे आउ हेबो नाही बोली कि सीधा सळक रोकठोक सुनाई दैचंती नवीन निवास छाड़िबे भिके पांडियान अंतर्जातीय संस्थार चाकरी करने नहीं चर्चा 2024 विजेडी पराजय कारण साजिता पांडियान खूब शीघ्र दल सहित संपर्क तुटाई पारती एने जातीय गणमाध्यम चर्चा आरंभ होईछि भिके पांडियान खूब शीघ्र नवीन पट्टनायक बासभवन नवीन निवास छाड़िबाकू जाउछन्ति पांडियान को एक अंतर्जातीय संगठन प्रस्ताव मिलिथिबा कुआ जाउछि राजनीति सन्यास नेथिया पांडियान ओडिशा छाड़ी अंतर्जातीय संस्थार काम करिवे बोली सुनिबाकू मिलुछि ओडिशा कैडर रे आईएएस अधिकारी पांडियान 2011 मसीह नवीन पट्टनायक व्यक्तिगत सचिव भाव मुख्यमंत्री कार्यालय जोग देते 2014 2019 मध्य विजेडी निर्विवाद सुप्रीम नवीन पट्टनायक कार्य क्षमता रखिते तेज कहुँ गुरुत्वपूर्ण भूमिका ग्रहण करते आईएएस स्तर स्वेच्छासेवी अवस्था विजेडी जोग देते 2024 निर्वाचन दल नेतृत्व नहीं जो दल बीजेपी निर्वाचन पराजय वर्ण कहु से अंतर्जातीय स्तर में काम कर निजस्व राजपथ प्राधिकरण गठन करेंगे ओडिशा सरकार 7टी विभाग को यथा स्वास्थ्य परिवार कल्याण इस्पात खनि पूर्त साधारण प्रशासन जल संपद पंचायतराज पानीय जल राजस्व विपर्य परिचालन में 10टी प्रस्ताव को अनुमोदन लाभ मिली ओडिशा राज्य सड़क नीति 2025 प्रस्ताव को अनुमोदन मिली यह समग्र ओडिशा रास्ता नेटवर्क प्रभावशाली कार्यानुष्ठान तेज एथर समस्त नेटवर्क आसो रास्ता गुड़िक संप्रसारण हो मेट्रो गढ़ सहित योजना डिजाइन क्रय निर्माण रक्षणाबेक्षण प्रकल्प पर ध्यान दिया राज्य में पाखापाखि 2 वर्ष भीतर 1.5 लाख नियुक्ति पारिबो राज्य में पाखापाखि 2 वर्ष भीतर महिला माने 25 लाख महिला माने सशक्तिकरण हेबे लक्षपति दीदी हेबे बोली मुख्यमंत्री योजना रखिसंती एबे को जाउछि जे पीएम आवास घर मिलिबो ता सहित अंतर्दय गृह योजना रे शामिल हेबे कोनोसी प्रकार व्यवस्था अव्यवस्था ही रहइबो नै समस्त प्रकार योजना रे शामिल होई परिबे राशन कार्ड मध्ये एथर समस्त को मिलिबो ई श्रम कार्ड अछि जहार राशन कार्ड मिलिबो बोली सरकार एपटे कहिसंती नवंग ईसीजी रिपोर्ट मिलिनी दिन को दिन गोटे पर गोटे तथ्य आसुची सामना को झारसुगुड़ा सदर हॉस्पिटल क्राइम ब्रांच तनाघना एही समय नव दास को ईसीजी कराइथिया रिपोर्ट मिली पारि नाही रेडियोग्राफर सस्मिता बाग को बयान अनुसार अन्यपटे नवंग ईसीजी रिपोर्ट मिली नाही क्राइम ब्रांच अतिरिक्त एसीपी विजय मल्लिक कहते मल्लिक सांबादिक प्रश्न उत्तर देते झारसुगुड़ा विमान बंदर नव दास को एयरलिफ्ट करने समय समस्त तथ्य भूल मगा जाइछि तेबे से नेकी मध्ये जिबे तदंत प्रक्रिया नूतन प्रमाण जोगाड़ करने सहित तदंत मध्ये चली ए भितर गोपाल हाथ ना अन्य कहार हाथ अच्छी कहु
ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କୋଶଳୀ ଭାଷାକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା। ତେବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁକ୍ରବାର ଦିନ କୋଶଳୀ ଉପଭାଷାକୁ ରାଜ୍ୟ ଭାଷା ମାନ୍ୟତା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ବିଧାନସଭାରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ଗୃହକୁ କହିଛନ୍ତି ଯେ କୋଶଳୀ ଉପଭାଷା ଏବଂ ରାଜ୍ୟ ଭାଷା ମାନ୍ୟତା ଦାବି ନେଇ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମିଳିନାହିଁ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରତିନିଧିତ୍ୱ କରୁଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପଶ୍ଚିମ ଓଡ଼ିଶା ଲୋକଙ୍କ ଦୀର୍ଘକାଳୀନ ଦାବି ଉପରେ ସରକାରକୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଯେ ମନ୍ତ୍ରୀ ଏକ ସତ୍ୟ ବିଷୟରେ ଅବଗତ ନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସମ୍ବଲପୁରୀ କୋଶଳୀ ଉପଭାଷାକୁ ସାମିଲ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏ ମୁଖ୍ୟମନ୍ତ୍ରୀ କାହିଁକି ଦେଉନାହାନ୍ତି ସେ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀଙ୍କ ଦରମା 2 ଗୁଣ ହୋଇଯିବ, ଏ ନେଇକି ମଧ୍ୟ ବଡ଼ ତଥ୍ୟ ଆସିଛି ସାମ୍ନାକୁ। ତେବେ କୁହାଯାଉଛି ଯେ ମନ୍ତ୍ରୀଙ୍କ ଦରମା 2 ଗୁଣ ହେବ ବୋଲି ଏପଟେ ଘୋଷଣା ମଧ୍ୟ ହୋଇଛି। ତା ସହିତ ମଧ୍ୟ ଏଥର ମୁଖ୍ୟମନ୍ତ୍ରୀଙ୍କର ବିଧାୟକ ମାନଙ୍କର ଦରମା 2 ଗୁଣ ବୃଦ୍ଧି ପାଇବ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଧାୟକ ଦରମା 2 ଗୁଣ ହେବା ନେଇ ବିଧାନସଭାରେ ବିଲ୍ ପାସ୍ ହୋଇଛି। ତେବେ ସିଦ୍ଧରମୟ ସରକାର କର୍ଣ୍ଣାଟକର ବିଧାନସଭାର ଦରମା ପେନସନ ଭତ୍ତା ଆଇନ ଏବଂ 2025 ବିଲ୍ ଆଣିଥିଲେ, ଯାହାକୁ ବିଧାନସଭାରେ ଗୃହୀତ କରାଯାଇଛି। ଏହା ସହିତ ସରକାରୀ ଟେଣ୍ଡରରେ ମୁସଲିମ ଠିକାଦାରଙ୍କ ପାଇଁ 4% ସଂରକ୍ଷଣ ଦେବା ପାଇଁ ବିଲ୍ ମାଧ୍ୟମରେ ମଧ୍ୟ ଗୃହୀତ ହୋଇଛି ବୋଲି କୁହାଯାଉଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦିଆଯିବ। ତା ସହିତ ମଧ୍ୟ ରଥଯାତ୍ରାରେ ଲାଗିବ ଏଆଇ କ୍ୟାମେରା। ଭିଡ଼ ନିୟନ୍ତ୍ରଣ ରଖିବା ପାଇଁ ଏଆଇ କ୍ୟାମେରା ପ୍ରତିଟି ଗଳି କନ୍ଦିରେ ଲାଗିବ। 40 ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବେ। ଏଥର ରଥଯାତ୍ରାରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିବ। କୌଣସି ଲୋକ ଏପଟ ସେପଟ ହେବ ନାହିଁ। ଲୋକମାନେ ଭଲରେ ଭଲରେ ଦର୍ଶନ କିଭଳି କରିବେ ସେ ନେଇକି ମଧ୍ୟ ବ୍ୟବସ୍ଥା ରହିବ। ରଥ ଟାଣିବେ ନାହିଁ ସାଧାରଣ ଲୋକେ, କାହିଁକି ନା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେକି ମଧ୍ୟ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍କୁଲ ପିଲାଙ୍କୁ ନେଇକି ଆସିଲା ବଡ଼ ଖବର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଥର ସ୍କୁଲ ପିଲାଙ୍କର ମଧ୍ୟ ସକାଳ ସ୍କୁଲ ହେଇଛି ବୋଲି ଘୋଷଣା ହୋଇଛି। ରାଜ୍ୟ ସରକାର ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଏଥର ତେଲ କମାଇବା ପାଇଁ କହିଛନ୍ତି, ଯାହାଫଳରେ ପିଲାଙ୍କର ମଧ୍ୟ ପାଠ ପଢା ପ୍ରତି ଆଗ୍ରହ ହେବ। ଓଟା ମୋଟା ହେବେ ନାହିଁ, ଚର୍ବି ଆଉ ବଢିବ ନାହିଁ, ବିଭିନ୍ନ ପ୍ରକାର ରୋଗଗ୍ରସ୍ତ ହେବେ ନାହିଁ ବୋଲି କୁହାଯାଉଛି। ସରକାର ଦୃଷ୍ଟିରେ ରଖି ଏଥର କହିଛନ୍ତି ପୋଷଣ ଖାଦ୍ୟ ମିଳିବ ଏବଂ କୌଣସି ପ୍ରକାର ବେଶୀ ତେଲଯୁକ୍ତ ଖାଦ୍ୟ ମିଳିବ ନାହିଁ। ତେବେ ତା ସହିତ ମଧ୍ୟ ସକାଳ 6:30 ରୁ ତେବେ ଟାଟା ଷ୍ଟିଲରେ ଏବେ ଦୁର୍ଘଟଣା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ କାରଖାନାରେ ଅଘଟଣ। କାରଖାନାରେ ଏବେ ଏସଏମଏସ୍ ସାଇଟରେ ମଧ୍ୟ ଦୁର୍ଘଟଣା ଘଟି 5ରୁ ଉର୍ଦ୍ଧ୍ୱ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଟାଟା ଷ୍ଟିଲ ମେଡିକାଲ ହସ୍ପିଟାଲ ଚିକିତ୍ସା କରାଯାଉଛି। ଦୁର୍ଘଟଣା କାରଣ ଅସ୍ପଷ୍ଟ ଥିବାବେଳେ କାରଖାନା କର୍ତ୍ତୃପକ୍ଷ ପୋଲିସ ଦ୍ୱାରା ଏହାର ସନ୍ଧାନ ଜାରି ରହିଛି। ଅନୁସନ୍ଧାନ ପରେ ଜଣାପଡ଼ିବ ପ୍ରକୃତରେ କଣ ହୋଇଥିଲା। ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଖୁବ୍ ଶୀଘ୍ର ସମ୍ଭାଳିବେ ଦାୟିତ୍ୱ। ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିଶ ପରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ କୋଲକାତା ହାଇକୋର୍ଟରେ ବିଚାରପତି ପଦରେ ଅଛନ୍ତି ଜଷ୍ଟିସ ଟଣ୍ଡନ। 19 ଜାନୁଆରୀ 2025 ଚକ୍ରଧରୀ ଶରଣ ସିଂ ଅବସର ପରେ ଏବେ ଖାଲି ପଡ଼ିଥିବା ପଦବୀ ସୁପାରିଶ କରାଯାଇଥିଲା ବୋଲି କୁହାଯାଉଛି। ସୂଚନା ମୁତାବକ 2010 ମସିହା ଏପ୍ରିଲ 13 ତାରିଖରୁ ହରିଶ ଟଣ୍ଡନ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ। ସର୍ବଭାରତୀୟ ହାଇକୋର୍ଟ ବିଚାରପତି ବରିଷ୍ଠତା ତାଲିକାରେ ହରିଶ 7ମ ସ୍ଥାନରେ ଅଛନ୍ତି। ଏହା ସହିତ କଲିକତାର ହାଇକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି। ପଦୋନ୍ନତି ପୂର୍ବରୁ କୋଲକାତା ହାଇକୋର୍ଟରେ ଦେୱାନୀ ମାମଲାରେ ବିଚାର କରୁଥିଲେ। ଓଡ଼ିଶାର ହାଇକୋର୍ଟରେ କାର୍ଯ୍ୟକାରୀ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ବର୍ତ୍ତମାନ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି। ଲକ୍ଷେ ଛୁଇଁବ ସୁନାର ଦର। ଦିନକୁ ଦିନ ନୂଆ ରେକର୍ଡ ଯୋଡ଼ିବାରେ ଲାଗିଛି ସୁନା ଦର। ମାର୍ଚ୍ଚ 15 ଅନ୍ତର୍ଜାତୀୟ ବଜାରରେ ଆନାଉନ୍ସମେଣ୍ଟ ପିଛା ସୁନାର ଦର $3,000 ପାର କରିଥିଲା। 20 ମାର୍ଚ୍ଚ ଭାରତରେ $3,037 କାରବାରରେ ପହଞ୍ଚିଥିଲା। ସମ୍ପ୍ରତି ବଜାରରେ 10 ଗ୍ରାମ ପିଛା ପାଖାପାଖି 99.9 ଶୁଦ୍ଧତା ବିଶିଷ୍ଟ ସୁନା ଦର $91,000 ପାର କରିଛି। ଏଭଳି ସ୍ଥିତିରେ ସୁନା ନିବେଶକ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା, ଯାହାଫଳରେ ସେମାନେ ବହୁତ ଲାଭବାନ ମଧ୍ୟ ହୋଇଥିଲେ। 33%ରୁ ଉର୍ଦ୍ଧ୍ୱ ବଢିଥିଲା। ତେବେ କୁହାଯାଉଛି ଇକ୍ୱିଟି ନିବେଶ ତୁଳନାରେ ସୁନାରେ ନିବେଶ କଲେ ଭଲ ଲାଭ ମିଳିବ। ଲକ୍ଷେ ଛୁଇଁବ ସୁନା ଦର ବୋଲି ଏପଟେ କୁହାଯାଉଛି। ସୁଭଦ୍ରା ଟଙ୍କାକୁ ନେଇ ଏବେ ବଡ଼ ଅପଡେଟ୍। ସୁଭଦ୍ରା ତୃତୀୟ କିସ୍ତି ଯେଉଁମାନେ ପାଇଛନ୍ତି ସେମାନେ ତୃତୀୟ କିସ୍ତି ମଧ୍ୟ ପାଇବେ। ଯେଉଁମାନେ ଏବେ ଆବେଦନ କରିଛନ୍ତି ସେମାନେ 3ଟି କିସ୍ତି 15,000 ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତା ସହିତ ଭତ୍ତା ଟଙ୍କାକୁ ନେଇ ବଡ଼ ଅପଡେଟ୍। ଭତ୍ତା ଟଙ୍କା 3,500 ମିଳିବ ଦିବ୍ୟାଙ୍ଗ 80 ବର୍ଷ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ। ଭତ୍ତା କେଳେଙ୍କାରୀ ଧରା ପଡ଼ିଛନ୍ତି 894 ଜଣ ଯୁବକ ମଧ୍ୟ ଗିରଫ କରାଯାଇଛି। ତା ସହିତ ମଧ୍ୟ ପଚରା ଉଚରା ଚାଲିଛି। ପୂର୍ବ ବିଜେଡି ସରକାର ଯେତିକି ସବୁ ଭତ୍ତା ଟଙ୍କା ହାତେଇଥିଲେ ତାଙ୍କୁ ପଚରା ଉଚରା କରୁଛି ସରକାର। କୁହାଯାଉଛି ଜାଲ ଡକୁମେଣ୍ଟ ଦେଖାଇ ଏମାନେ ଭତ୍ତା ଟଙ୍କା ହାତଉଥିଲେ। ସରକାର ଏହି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ତା ସହିତ ଭତ୍ତା ଟଙ୍କା ମଧ୍ୟ 60 ବର୍ଷ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିବ ବୋଲି ସରକାର ଏପଟେ ସୂଚନା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଏବେ ଜୋରଦାର ତଦନ୍ତ ଚଳାଇଛନ୍ତି, ଯାହା ବଡ଼ ଟୁଇଷ୍ଟ ନେଇପାରେ ବୋଲି ଏପଟେ ମନ୍ତ୍ରୀ ମଧ୍ୟ କହିଛନ୍ତି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତିଦିନ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।